Hello everyone, Jai Sri Jagannath. Welcome back to my YouTube channel NKS Gym Studio. ଆଜି ହେଉଛି ମୋ ଟ୍ରାନ୍ସଫର୍ମେସନ ଡେ 84 ଆଉ ଆଜି ଥିଲା ଚେଷ୍ଟ ସାଙ୍ଗରେ ଟ୍ରାଇସେପ୍ର ଏକ୍ସରସାଇଜ। ତ ପ୍ରଥମେ ଷ୍ଟାର୍ଟ କରିଥିଲି ବେଞ୍ଚ ପ୍ରେସ୍ ରୁ ଯୋଉଟା କି ଥିଲା ଫ୍ଲାଟ୍ ବେଞ୍ଚ ରୁ କରିଥିଲି। ବେଞ୍ଚ ପ୍ରେସ୍ କରିଥିଲି ଚାରିଟା ସେଟ୍ ଥିଲା ଆଉ ୱେଟ୍ ଥିଲା 20 କେଜି ଆଉ ବାର୍ ଥିଲା ପାଖାପାଖି 30 କେଜି ତ 70 କେଜି ପାଖାପାଖି ୱେଟ୍ ଥିଲା। ଆଉ ୟାର ଚାରିଟା ସେଟ୍ କରିସାରିଲା ପରେ ନେକ୍ସଟ ୱାର୍କଆଉଟ୍ ଥିଲା ସେଇ ଚେଷ୍ଟ ପାଇଁ ଥିଲା ବଟ୍ ଏଟା ଥିଲା ଡମ୍ବଲ ପ୍ରେସ୍ କରିଥିଲି ସେଇ ଫ୍ଲାଟ୍ ବେଞ୍ଚରେ କାହିଁକିନା ଲାଷ୍ଟ ୱିକ୍ ମୁଁ କରିଥିଲି ଇନକ୍ଲାଇନ୍ ବେଞ୍ଚରେ ତ ସେଥିପାଇଁ ଏଠି ଫ୍ଲାଟ୍ ବେଞ୍ଚରେ କରିଥିଲି। ତ ଡମ୍ବଲ ୱେଟ୍ ଥିଲା 25 କେଜି ଆଉ ସେଟ୍ ବି ଥିଲା ସମାନ ଚାରିଟା ସେଟ୍ ଥିଲା ରେପିଟେସନରେ ଦିଟା ଜାଗାରେ 10ଟାରୁ 14ଟା ଭିତରେ ଥିଲା। ଆଉ ଯେହେତୁ ଫ୍ଲାଟ୍ ବେଞ୍ଚରେ ମାତ୍ର 25 କେଜି ଟିକେ ଇମ୍ବାଲାନ୍ସ ହଉଥିଲା ବଟ୍ ଠିକ୍ ଠାକ୍ ଗଲା ଚାରିଟା ସେଟ୍ ଯୋଉଟା କି ଚେଷ୍ଟ ପାଇଁ ପ୍ରପର ଇଫେକ୍ଟ ବି ପଡୁଥିଲା ବେଟର ଫିଲ୍ ବି ହେଲା ଦେନ୍ ନେକ୍ସଟ ୱାର୍କଆଉଟ୍ ଥିଲା ଚେଷ୍ଟର ଯୋଉଟା କି ଥିଲା ମେସିନ୍ ପ୍ରେସ୍ ଇନକ୍ଲାଇନ୍ ବେଞ୍ଚରେ ଏଟା ଥିଲା ମେସିନ୍ ପ୍ରେସ୍ ଥିଲା ଚାରିଟା ସେଟ୍ ଆଉ ଆର ୱେଟ୍ ଥିଲା ପାଖାପାଖି 90 କେଜି ପାଖାପାଖି ୱେଟ୍ ଥିଲା। ୟାର ଥିଲା ଚାରିଟା ସେଟ୍ ରେପିଟେସନ ଥିଲା ସେଇ 10ଟାରୁ 14ଟା ଭିତରେ। ନେକ୍ସଟ ୱାର୍କଆଉଟ୍ ଥିଲା ଯୋଉଟା କି ଥିଲା ପେଗଡେକ୍ ଫ୍ଲାଏ। ପେଗଡେକ୍ ଫ୍ଲାଏର ମଧ୍ୟ ଥିଲା ଚାରିଟା ସେଟ୍ ରେପିଟେସନ ବି ସମାନ 10ଟାରୁ 14ଟା ଆଉ ସେଟ୍ ବି ସମାନ ଚାରିଟା ସେଟ୍ ଥିଲା। ଦେଖନ୍ତୁ କେମିତି ଫୁଲି କଣ୍ଟାକ୍ଟ କରିକି ମୁଁ ମାରୁଛି ଆଉ ଆପଣମାନେ ବି ଏମିତି ମାରନ୍ତୁ ଯଦି ହଁ ଆଉ ଗୋଟେ କଥା ଯଦି ଆପଣମାନଙ୍କୁ କିଛି ପୋସ୍ଚର ଆପଣଙ୍କୁ ଲାଗିକି ନାହିଁ କରେକ୍ସନ ହେବା ଦରକାର ତ ଆପଣ ପ୍ଲିଜ୍ ମୋତେ ନିହାତି ଜଣାନ୍ତୁ। ନେକ୍ସଟ ୱାର୍କଆଉଟ୍ ଯାହାକି ଫିନିସରରେ ମାରିଥିଲି ଦିଟା ସେଟ୍ ଥିଲା ଯୋଉଟାକି ପୁଲଓଭର ଦିଟା ସେଟ୍ ଥିଲା ଯୋଉଟାକି ମୁଁ ଚେଷ୍ଟର ଫିନିସରରେ ମାରିଥିଲି ସବୁବେଳେ ବାର୍ରେ ବି ମାରେ ବଟ୍ ଆଜି ମୁଁ ମାରିଲି ପୁଲଓଭର ଦିଟା ସେଟ୍ ରେପିଟେସନ ଥିଲା 10ଟାରୁ 14ଟା ଭିତରେ। ଦେନ୍ ପୁଲଓଭର ସରିଲା ପରେ ନେକ୍ସଟ ଆରମ୍ଭ ହେଇଥିଲା ଟ୍ରାଇସେପ୍ର ଏକ୍ସରସାଇଜ ଆଉ ଟ୍ରାଇସେପ୍ର ୱାର୍କଆଉଟ୍ ଷ୍ଟାର୍ଟ ଆପଣ ଯେତେବେଳେ ବି କରୁଛନ୍ତି ମତେ ତ ପ୍ରିଫର ଲାଗେ ଏଥିରୁ କରିବା ପାଇଁ ରୋପ୍ରୁ ଆମର ଯୋଉ ପୁଲି ପୁsh ଡାଉନ୍ ଯୋଉଟା କରନ୍ତି ରୋପ୍ରେ ସେଇଟା ପ୍ରଥମ ଷ୍ଟାର୍ଟ କରିଥିଲି ପୁଲି ପୁsh ଡାଉନ୍ ରୋପ୍ରେ ଥିଲା ୟାର ଥିଲା ଚାରିଟା ସେଟ୍ ରେପିଟେସନ ରେଞ୍ଜ ଥିଲା 12ଟାରୁ 15ଟା ଆଉ ୟାର ଚାରିଟା ସେଟ୍ ବହୁତ ଇଫେକ୍ଟିଭ ୱାର୍କଆଉଟ୍ ଆପଣଙ୍କ ଇଏ ପାଇଁ ଟ୍ରାଇସେପ୍ ପାଇଁ ବି। ଦେନ୍ ନେକ୍ସଟ ୱାର୍କଆଉଟ୍ ଥିଲା ଟ୍ରାଇସେପ୍ ଓଭରହେଡ୍ ଏକ୍ସଟେନସନ୍ ଏଇଟା ମୁଁ କରିଥିଲି ଏଇଟା ବି ଥିଲା ଚାରିଟା ସେଟ୍ ରେପିଟେସନ ସମାନ ଥିଲା 12ଟାରୁ 15ଟା ଦେଖିପାରୁଥିବେ ଏଇଟା ମୁଁ ଫ୍ଲାଟ୍ ବାର୍ରେ କରିଥିଲି। ଆପଣ ଯଦି ଛୋଟର ଜିଗଜାଗ୍ ବାର୍ ବି ଅଛି ଆପଣମାନେ କରିପାରିବେ ବଟ୍ ଆମ ପାଖରେ ନାହିଁ ଆମ ଜିମ୍ ତ ସେଥିପାଇଁ ଫ୍ଲାଟ୍ ବାର୍ରେ ମୁଁ କରୁଛି ବହୁତ ବଢ଼ିଆ ଏକ୍ସରସାଇଜ ଆପଣଙ୍କ ଟ୍ରାଇସେପ୍ ପାଇଁ। ଦେନ୍ ଲାଷ୍ଟ ୱାର୍କଆଉଟ୍ ଥିଲା ପୁଲି ପୁsh ଡାଉନ୍ V ବାର ଗ୍ରିପ୍ରେ ୟାର ବି ଥିଲା ଚାରିଟା ସେଟ୍ ଆଉ ରେପିଟେସନ ଥିଲା ସେମିତି 12ଟାରୁ 15ଟା। ତ ସାଙ୍ଗମାନେ ଆଜିର ଭିଡ଼ିଓ ଏତିକି ଆଜିର ୱାର୍କଆଉଟ୍ ଏତିକି ହୋପ୍ ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଥିବ ଯଦି ଭିଡ଼ିଓ ଭଲ ଲାଗୁଥାଏ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଭିଡ଼ିଓକୁ ଲାଇକ୍ ଆଣ୍ଡ ସେୟାର କରନ୍ତୁ ଆପଣମାନଙ୍କର ସପୋର୍ଟ ହେଲ୍ପ ମୋତେ ନିହାତି ଦରକାର ଆଗକୁ ବଢ଼ିବା ପାଇଁ ହେଲେ ତ କାଇଣ୍ଡଲି ମୋତେ ଟିକେ ସପୋର୍ଟ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ମାଇ ଭିଡ଼ିଓ। ଜୟ ଶ୍ରୀରାମ।